ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଘର ପାଠଶାଳା ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ କରୁଅଛି। ଆଜି ୟୁନିଟ୍ ଡିଜିଟ୍ର ଆମେ କ୍ଲାସ୍ ନମ୍ବର 3 ପଢ଼ିବା। ତେଣୁକରି ଆପଣମାନେ ଯେଉଁମାନେ ବି ଦେଖିଛନ୍ତି ପ୍ରିଭିୟସ୍ ଭିଡ଼ିଓ ସେମାନଙ୍କ ପାଇଁ ତ ସବୁ କ୍ୱେଶ୍ଚନ୍ ସହଜ ହେଇପାରିବ, କିନ୍ତୁ ଯେଉଁ ପିଲାମାନେ ପୂର୍ବ ଭିଡ଼ିଓ ଗୁଡ଼ାକ ଦେଖି ନାହାନ୍ତି ମୁଁ ଡେସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେଉଛି, ସେଗୁଡ଼ା ଆପଣ ଯାଇ ପ୍ରଥମରୁ ଦେଖିନେବେ, ତାହେଲେ ଯାଇ ବୁଝିପାରିବେ, ନହେଲେ ବୁଝିପାରିବେ ନାହିଁ। ଠିକ୍ ଅଛି, ଆସନ୍ତୁ ଆଜି କ୍ଲାସ୍ ନମ୍ବର 3 ପଢ଼ିବା। ଏଥିରେ ପ୍ରିଭିୟସ୍ କ୍ୱେଶ୍ଚନ୍ର ଗୋଟେ ଦୁଇଟା ଆଲୋଚନା କରିବା, ତାପରେ ନୂଆ ପ୍ୟାଟର୍ନ ଯିବା। ଦେଖନ୍ତୁ 1 ନମ୍ବର, ଆସନ୍ତୁ ଦେଖିବା ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଇଛି। 137 ର ପାୱାର 13 ପୁରା 47, ମାନେ 137 ର ପାୱାର 13 ତାର ପାୱାର 47। ଆସନ୍ତୁ ଦେଖିବା ପ୍ରଥମ କ୍ଲାସ୍ 137 ର ପାୱାର 13 ତାର ପାୱାର 47। ତାକୁ ଯଦି ହଟେଇ ଦ ୟୁନିଟ୍ ଡିଜିଟ୍, ତାହେଲେ ଆମେ ଜାଣିଛେ ପ୍ରଥମ 137 ର ୟୁନିଟ୍ ଡିଜିଟ୍ କୁ ନବା 7, ତାର ପାୱାର କେତେ 13 into 47, ତାହେଲେ 7 13 into 47 91 ରୁ 1 9 52 60 61, ତାହେଲେ ୟାକୁ ଆମେ 4 ରେ ଡିଭାଇଡ୍ କରିବା, ତାହେଲେ 11 4 ଦୁणे 8 ରିମାଇଣ୍ଡର କେତେ 3 ରହିଯାଉଛି, ତାହେଲେ 7 ର ପାୱାର 3, ତାମାନେ 7 ଗୁଣ 7 ଗୁଣ 7 7 7 50 10 7 63, ତାହେଲେ ୟୁନିଟ୍ ଡିଜିଟ୍ କେତେ 3 ଆସିବ। ବୁଝିପାରିଲେ? କ୍ୱେଶ୍ଚନ୍ ନମ୍ବର 2 ଦେଖିବା। ଦେଖନ୍ତୁ 2 ନମ୍ବର କ୍ୱେଶ୍ଚନ୍। 2 ନମ୍ବର ଦେଇଛି 1 ର ଫ୍ୟାକ୍ଟୋରିଆଲ ର ପାୱାର 99 ପ୍ଲସ୍ 2 ର ଫ୍ୟାକ୍ଟୋରିଆଲ ର ପାୱାର 98 3 ର ଫ୍ୟାକ୍ଟୋରିଆଲ ପାୱାର 97, ଏମିତି ପ୍ଲସ୍ 99 ର ଫ୍ୟାକ୍ଟୋରିଆଲ ର ପାୱାର 1। ତାହେଲେ ଆମେ ଦେଖିବା, ଆମେ ଜାଣିଛେ 1 ର ଫ୍ୟାକ୍ଟୋରିଆଲ, ତାମାନେ ଏଇଠି ଦେଖନ୍ତୁ 1 ର ଫ୍ୟାକ୍ଟୋରିଆଲ 1, 2 ର ଫ୍ୟାକ୍ଟୋରିଆଲ 2 ଗୁଣନ 1, 3 ର ଫ୍ୟାକ୍ଟୋରିଆଲ 3 ଗୁଣନ 2 ଗୁଣନ 1, 2 1 2 6, ଏମିତି 4 ଫ୍ୟାକ୍ଟୋରିଆଲ 4 ଗୁଣନ 3 ଗୁଣନ 2 ଗୁଣନ 1, 24, ତାହେଲେ 5 ର ଫ୍ୟାକ୍ଟୋରିଆଲ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1, 5 20 30 60 120 120, ସେଇଭଳିଆ 6 ଫ୍ୟାକ୍ଟୋରିଆଲ 6 ଗୁଣନ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1, 6 0 0 6 2 12 ରଖନା 1 6 7 42 1 43, 6 0 0 6 2 12 ରଖନା 1 6 1 7 7
ପୁଣି ସାତର ଫ୍ୟାକ୍ଟୋରିଆଲ 7 ଗୁଣନ 6 ଗୁଣନ 5 ଗୁଣନ 4 ଗୁଣନ 3 ଗୁଣନ 2 ଗୁଣନ 1 7 ଶୂନ 0 7 ଦୁଣେ 14 4 ଦଶମିକ 1 ଅଙ୍କ 50 ଠିକ ଅଛି। 8ର ଫ୍ୟାକ୍ଟୋରିଆଲ 8 ଗୁଣନ 7 ଗୁଣନ 6 ଗୁଣନ 5 ଗୁଣନ 4 3 ଗୁଣନ 2 ଗୁଣନ 1 37 8 ଶୂନ 0 832 ରୁ 2 3 5 40 ସେଭଳି 9 ଫ୍ୟାକ୍ଟୋରିଆଲ 9 ଆସିବ 9 ଶୂନ 0 9 ଦୁଣେ 8 8 1 9 27 1 28 ରୁ 8 2 28 ତାପରେ 9 36 ଏଇ ତାପରେ ଦେଖନ୍ତୁ 10ର ଫ୍ୟାକ୍ଟୋରିଆଲ ପ୍ରଶ୍ନ ଆରମ୍ଭ ହେଇଯିବ। ୟୁନିଟ ଡିଜିଟ ଗୋଟେ ଶୂନ ଆସିଛି। ଏବେ ଦେଖନ୍ତୁ 5ର ଫ୍ୟାକ୍ଟୋରିଆଲ ପରେ ପରେ ସମସ୍ତ ୟୁନିଟ ଡିଜିଟ 0 କିନ୍ତୁ ଏଇ 10 ପରେ ୟୁନିଟ ଡିଜିଟ ଡବଲ 0 ହେଇଯିବ। ତାହେଲେ ସେ ପଚାରିଛି କଣ ଏମାନଙ୍କର ଯୋଗ ଫଳର ସମଷ୍ଟି। ସେଭଳିଆ 10ରେ 2ଟା 0 20ର ଫ୍ୟାକ୍ଟୋରିଆଲ ପୁଣି ବଢିଯିବ 0। ତାହେଲେ ଏଠି ଆମକୁ ପଚାରିଛି ଏମାନଙ୍କର ଯୋଗଫଳ ମାନେ ଏ 10 ଦେଖନ୍ତୁ ଏପଟେ ଡିଜିଟରେ 2ଟା 0 ବଢିଗଲା ମାନେ ଆମ 1 ଯୁକ୍ତ 2 3 6 9 4 13 13 13 3 ଏପଟେ ତ ଏଇଠୁ 0 ଆସିଗଲା। ତାପରେ ଡିଜିଟର 10 ଘର ସଂଖ୍ୟା 2 2 4 2 6 4 10 2 12 12 20 20 1 21 ବାସ୍ 21ରୁ 1। ତାହେଲେ ଦେଖନ୍ତୁ ପୁରା ଏ ସଂଖ୍ୟାର ଯୋଗଫଳ ଯାହା ବି ହଉ ନା କାହିଁକି ଡିଜିଟ ଆସିବ 3 ଆଉ 10 ଡିଜିଟ 1 ବୁଝିପାରିଲେ। ତାହେଲେ ଏହାର ଆନ୍ସର ହବ 3। ସାଙ୍ଗେ ସାଙ୍ଗେ ଥରେ ଆପଣ ବୁଝିଗଲେ ସାଙ୍ଗେ ସାଙ୍ଗେ କରିପାରିବେ ଫ୍ୟାକ୍ଟୋରିଆଲ କଣ ଫ୍ୟାକ୍ଟୋରିଆଲ କିପରି ବାହାର କରାଯାଏ ଏତିକିଟା ମନେ ରଖିଥିବେ। 1ରୁ 4 ମଧ୍ୟରେ ଶୂନ ଆସିବନି ପ୍ରାୟ ଭଳିଆ ଯୋଗ ଦେଇଥିଲେ ଏଇ ଏତିକି ହିଁ ହବ। ତାପରେ 5ରୁ 9 ପର୍ଯ୍ୟନ୍ତ ଗୋଟେ ଗୋଟେ ସିଙ୍ଗଲ 0 ରହୁଛି ୟୁନିଟ ଡିଜିଟ। ଆଉ 10ର ଫ୍ୟାକ୍ଟୋରିଆଲ ପରେ 2ଟା ଲେଖା ୟୁନିଟ ଡିଜିଟରେ ଆସିବ 0 ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। 433 ଗୁଣନ 456 ଗୁଣନ 43n ୟୁନିଟ ଡିଜିଟ n ପ୍ଲସ 2। ତାହେଲେ ସେ ପଚାରିଛି ୟୁନିଟ ଡିଜିଟ ହଉଛି n ପ୍ଲସ 2 ଆଉ ସେ ପଚାରିଛି n ର ଭ୍ୟାଲୁ କେତେ। n ର କେତେ ତାହେଲେ ଦେଖନ୍ତୁ ଆମର ୟୁନିଟ ଡିଜିଟ ବାହାର କରିବା ପାଇଁ ହେଲେ 3 ଗୁଣନ 6 ଗୁଣନ n କିନ୍ତୁ ଯାହା ବି ହଉ ନା କାହିଁକି ୟୁନିଟ ଡିଜିଟ n ପ୍ଲସ 2। ତାହେଲେ 318 ହେଲେ 8 8 ଗୁଣନ n ସମାନ n ପ୍ଲସ 2 n ପ୍ଲସ 2।
ତାହେଲେ ଆପରେ କେତେ ଗୁଣ ହବ ଯାହାଫଳରେ n+2 ସହିତ ସମାନ ହବ। ଆଚ୍ଛା, ଏଠି ଅପସନ ଦେଇଛି। ଅପସନରେ 6 ନମ୍ବର ଅଛି, 6, 8, 3, 1। ତେଣୁ ଅପସନ ନେଇକି ସଲ୍ଭ କରିବା। ପ୍ରଥମ 6କୁ ନବା, 6×40। ପ୍ରଥମ ସଲ୍ଭ ହେଇଯାଉଛି। 8×6 ସମାନ 6+2। यूनिट डिजिट 8, 6×48, ये भी यूनिट डिजिट। याको नेकी सॉल्व हो जाती 6 को नेकी 8 को नेकी नवा 8×8 = 64, तो 8×2 = 10। एपटे 16 यूनिट डिजिट अछि हबनी 3, 8×3 = 24, 4, 3, 2, 5 हबनी 1, 8 के 8, 2 के 3, ये भी हबनी। তাহলে 6টা ହିଁ রাইট आंसर। তারপরে আর একটা কোশ্চেন দেখুন, 1 ର ପାୱାର 3 2 ଯୁକ୍ତ 2 ର ପାୱାର 3 ଯୁକ୍ତ 3 ର ପାୱାର 3 ଯୁକ୍ତ 4 ର ପାୱାର 3 ସେଗୁଡ଼ା ଯୁକ୍ତ ହେଇ 101 ର ପାୱାର 3 ସେତିକି ଯୋଗ କଲା ପରେ ତାଙ୍କର ପାୱାର ବାହାର କରିବ। ପଚାରିଛି ହ୍ୱାଟ ଇଜ ଦ ୟୁନିଟ ଡିଜିଟ। ଏମିତି କ୍ୱେଶ୍ଚନ କୁ କଣ ମନେ ରଖିଥିବେ, ଫର୍ମୁଲା ମନେ ରଖିବେ। a into n plus 1 by 2 ର whole square। n କି 101 n plus 1 101 plus 1 ଯୁକ୍ତ 2 ର whole square। ତାହେଲେ 101 ଗୁଣନ 102 ଯୁକ୍ତ 2 whole square। 55 2 के 2। ଏଠି ଦେଖନ୍ତୁ 51 ଆଉ 101, 51 ଗୁଣନ 100 ଏମାନଙ୍କର ସ୍କୋୟାର। ତାପରେ ଦେଖ ଏଠି ୟୁନିଟ ଡିଜିଟ କିଏ 1 ଅଛି, ୟୁନିଟ ଡିଜିଟ 1 ଅଛି। ଏମାନଙ୍କ ଗୁଣଫଳ କଲା ପରେ ୟୁନିଟ ଡିଜିଟ ସେଇ 1 ଆସିବ। ଆଉ 1 ର ପାୱାର ଯେତେ ବି ହଉନା କାହିଁକି ଯଦି ୟୁନିଟ ଡିଜିଟ ଅଛି ତାହେଲେ ସେ ତାର ଭ୍ୟାଲୁ ଲାଷ୍ଟ ୟୁନିଟ ଡିଜିଟ 1 ହିଁ ହବ। ବୁଝିପାରିଲେ? ଏଠି ଦେଖନ୍ତୁ ଏ 1 ର କ୍ୟୁବ ପ୍ଲସ 2 ର କ୍ୟୁବ ପ୍ଲସ 3 ର କ୍ୟୁବ ପ୍ଲସ 4 ର କ୍ୟୁବ ପ୍ଲସ ଏଭଳିଆ ପ୍ଲସ ହେଇ 101 ର କ୍ୟୁବ ପର୍ଯ୍ୟନ୍ତ ଆମେ ତାର ଯୋଗଫଳ ଯଦି ବାହାର କରିବା ପାଇଁ ଚାହିଁବା ତାହେଲେ ତାର ଫର୍ମୁଲା ଅଛି n into plus 1 by 2 ର whole square। ତାହେଲେ ଏଠି n କିଏ 101 ଆଉ n plus 1 101 plus 1 divided by 2 ତାର ସ୍କୋୟାର 101 into 102 divided by 2 2 ଏଠି 2 ରେ କାଟିଲେ 51, ତାହେଲେ 51 ଗୁଣ 101। 51 ଏଠି ୟୁନିଟ ଡିଜିଟ କିଏ 1 ଅଛି, ଆଉ 101 ରେ ମଧ୍ୟ ୟୁନିଟ ଡିଜିଟ 1 ଅଛି। ଏମାନଙ୍କର ଗୁଣନ କଲା ପରେ ୟୁନିଟ ଡିଜିଟ କେତେ ସେ 1 ରହିବ। ଆଉ 1 ର ପାୱାର ଯେତେ ବି ହଉ କାହିଁକି ଯେତେ ଗୁଣନ କଲେ ବି ସେ ୟୁନିଟ ଡିଜିଟ 1 ହିଁ ହବ। ତେଣୁ ପୁରା ସଂଖ୍ୟାର ଯୋଗଫଳ ଯାହା ବି ହଉ କାହିଁକି ଆମର ୟୁନିଟ ଡିଜିଟ 1 ହବ। ଦେଖନ୍ତୁ 1 ର ପାୱାର 4 2 ର ପାୱାର 4 ପ୍ଲସ 3 ର ପାୱାର 4 ପ୍ଲସ 4 ର ପାୱାର 4 ସେଇଭଳିଆ 75 ର ପାୱାର 4। ତାହେଲେ ଆମକୁ ବାହାର କରିବା ପାଇଁ ହବ, ଏଟା ମନ ଦେଇ ଦେଖନ୍ତୁ 1 ର ପାୱାର 4 ରୁ ଆମର n ର ପାୱାର 4
ଏଟା ଗୋଟେ ପ୍ଲସ୍ 11 ପାୱାର 4 ରୁ 20 ର ପାୱାର 4 ଏ ଗୋଟେ ପ୍ୟାଟର୍ନ ପ୍ଲସ୍ 21 ର ପାୱାର 4 ରୁ ଆରମ୍ଭ କରି 30 ର ପାୱାର 4 ଇଏ ଗୋଟେ ପ୍ୟାଟର୍ନ ପ୍ଲସ୍ 31 ର ପାୱାର 4 ଆରମ୍ଭ କରି 40 ର ପାୱାର 4 ତାପରେ ପ୍ଲସ୍ 41 ର ପାୱାର 4 ଆରମ୍ଭ କରି 50 ର ପାୱାର 4 ତାପରେ ହେଲା 51 51 ପାୱାର 4 ରୁ ଆରମ୍ଭ କରି 60 ର ପାୱାର 4 ତାପରେ ଯୁକ୍ତ 60 ର ପାୱାର 4 ରୁ 70 ର ପାୱାର 4 ତାପରେ ଦେଇଛି 71 ର ପାୱାର 4 ଆରମ୍ଭ କରି 75 ର ପାୱାର 4 ଏଇଠି ଦେଖନ୍ତୁ ପ୍ରଥମ ତ ଦେଖିବା 1 ର ପାୱାର 4 ଆରମ୍ଭ କରି 10 ର ପାୱାର 4 1 ର ପାୱାର 1 ର ପାୱାର 4 ଯେତେ ହେଲେ ବି 1 2 ର ପାୱାର 4 2 ଦୁଗୁଣେ 4 ଦୁଗୁଣେ 8 ଦୁଗୁଣେ 16 ୟୁନିଟ୍ ଡିଜିଟ୍ କେତେ 6 3 3 ର ପାୱାର 3 3 9 3 37 3 81 ୟୁନିଟ୍ ଡିଜିଟ୍ 1 ପ୍ଲସ୍ 4 4 ତ ଆପଣ ଜାଣିଥିବେ 4 ପାୱାର ଯଦି ଇଭେନ୍ ନମ୍ବର ହୁଏ ତାହେଲେ ୟୁନିଟ୍ ଡିଜିଟ୍ 6 ଆଉ 4 ପାୱାର ଯଦି ଅର୍ଡର ନମ୍ବର ହୁଏ ତାହେଲେ ଡିଜିଟ୍ 4 ତାହେଲେ 4 ପାୱାର କେତେ ଅଛି ଇଭେନ୍ ତେଣୁ 4 ପାୱାର ଇଭେନ୍ ଅଛି 4 16 ଡିଜିଟ୍ 6 ସେଭଳିଆ 5 ର ପାୱାର ଯେତେ ହେଲେ ବି ୟୁନିଟ୍ ଡିଜିଟ୍ 5 6 ର ମଧ୍ୟ 6 ର ପାୱାର ଯେତେ ହେଲେ ବି ୟୁନିଟ୍ ଡିଜିଟ୍ 6 ରହିବ ପ୍ଲସ୍ 7 ର ପାୱାର 4 750 755 81 1 7 7 4टा 7 750 9 750 9 9 81 1 ତାପରେ 8 into 8 गुणन 8 into 8 8 64 4 64 4 4 16 ହେଲା 6 ତାପରେ 9 ପାୱାର 4 9 ର ପାୱାର ସେଇଭଳିଆ ଯଦି ଅର୍ଡର ଥିବ ତାହେଲେ 9 ର ପାୱାର ଯଦି ଅର୍ଡର ଥିବ ତାହେଲେ ତାର ୟୁନିଟ୍ ଡିଜିଟ୍ 9 ହବ ଆଉ 9 ର ପାୱାର ଯଦି ଇଭେନ୍ ଥିବ 2 କିମ୍ବା 4 କିମ୍ବା 6 ତ 9 ର ପାୱାର 9 ର ପାୱାର ଯାହା ବି ହଉ ନା କାହିଁକି ଯଦି ଇଭେନ୍ ଥିବ ତାହେଲେ ୟୁନିଟ୍ ଡିଜିଟ୍ ରେ 1 ହବ ପ୍ଲସ୍ 1 ତାପରେ ଦେଖନ୍ତୁ 10 ର ଯେତେ ପାୱାର ହେଲେ ବି 10 ପାୱାର 10 ପାୱାର ଯେତେ ହେଲେ ବି ୟୁନିଟ୍ ଡିଜିଟ୍ 0 ଆସିବ ତେଣୁ 0 6 1 7 6 1 7 8 14 5 19 5 25 25 26 27 29 30 33 टोटल लगते 33 यूनिट डिजिट 3 जदि देखंतु 1 ର ପାୱାର 4 ଆରମ୍ଭ କରି 1 ର ପାୱାର 10 ର ପାୱାର 4 ଏତିକି ମଧ୍ୟରେ ଆମେ
डिजिट केते पाइले 3 ଆପଣ ଦେଖନ୍ତୁ 11 ର ପାୱାର 4 4 ରୁ ଆରମ୍ଭ କରି 20 ର ପାୱାର 4 ଏଥିରେ ମଧ୍ୟ ସେ ସେମ୍ ଡିଜିଟ ସଂଖ୍ୟା ଅଛି କି ନାହିଁ 11 ତା ମାନେ ଏକ ଗୋଟେ ଏକ୍ସଟ୍ରା ବସିଛି 12 1 ରେ 2 1 ରେ 3 1 ରେ 4 ୟୁନିଟ ଡିଜିଟ ତ ସେ ସେମ୍ ଆସିବ ନା ଏଠି ଯାହା ୟୁନିଟ ଡିଜିଟ ଆସିବ ଏଠି ମଧ୍ୟ ସେଇଆ ଏଠି ମଧ୍ୟ ସେଇଆ ଏଠି ମଧ୍ୟ ସେଇଆ ଏଠି ମଧ୍ୟ ସେଇଆ ମାନେ ଏଠି ବି ସେଇଆ ୟୁନିଟ ଡିଜିଟ ଏଠି ବି ସେମ୍ ୟୁନିଟ ଡିଜିଟ କେବଳ ରହିଯିବ 71 ରୁ 75 ତାହେଲେ ଆପଣ ଏଠିକା 3 ଇଏ 3 ଇଏ 3 ଇଏ 3 ଇଏ 3 ଏଠି 3 3 ମାନେ 1 2 3 4 5 6 7 7 3 21 21 ରୁ ୟୁନିଟ ଡିଜିଟ ଆମେ ପାଇଲେ 1 এই 7ଟା ପ୍ୟାଟର୍ନ ର କେବଳ ବାକି ରହିଲା 71 ରୁ 75 ଦେଖିବା 71 ରୁ 75 କେତେ ହଉଛି 71 ମାନେ 1 1 ର ପାୱାର ଯେତେ ହେଲେ ଡିଜିଟ 1 ରହିବ ପୁଣି 2 72 2 ର ପାୱାର 4 4 6 3 ର ପାୱାର 4 3 3 ର 81 ପୁଣି 4 74 4 ର ପାୱାର ଇଭେନ ଅଛି ତେଣୁ ଡିଜିଟ 6 ହବ ପୁଣି 5 75 ଯେତେ ହେଲେ ବି ପାୱାର 5 ଡିଜିଟ 5 ରହିବ ତାହେଲେ 6 5 11 1 12 13 6 19 19 ତାହେଲେ ୟୁନିଟ ଡିଜିଟ କେତେ ପାଇଲେ 9 ସେତେବେଳେ ୟୁନିଟ ଡିଜିଟ କେତେ ପାଇଥିଲେ 7ଟା ପ୍ୟାଟର୍ନ ରୁ 1 ତାହେଲେ ଦେଖନ୍ତୁ ସେତେବେଳେ ପାଇଥିଲେ 7ଟା ପ୍ୟାଟର୍ନ ରୁ 1 ପ୍ଲସ୍ 9 ତାହେଲେ 10 ତାର ଫାଇନାଲି ତାର ୟୁନିଟ ଡିଜିଟ ପାଇଲେ କଣ 0 ବୁଝିପାରିଲେ ତାହେଲେ ଏହାର ଆନ୍ସର ପାଇଲେ 0 ସେଇଭଳିଆ ଦେଖନ୍ତୁ 1 ର ପାୱାର 5 ତାମାନେ ଆମେ 1 ର ପାୱାର 5 କୁ ଏଠି 4 ହରଣ କରିବା এই ପାୱାର କୁ 4 ହରଣ କରିବା এই ପାୱାର କୁ 4 ହରଣ କରିବା এই ପାୱାର କୁ 4 ହରଣ କରିବା ତା ମାନେ ଫାଇନାଲି ଆମେ କଣ କରିବା 1 ର ପାୱାର ଆମେ 1 ଲେଖିଦବା ରିମାଇଣ୍ଡର 1 ର ପାୱାର 1 ତା ମାନେ ଆରେ 1 ର ପାୱାର 1 ଲେଖିବା ଯାହା ଖାଲି 1 ଲେଖିବା ୟାକୁ ଖାଲି 2 ୟାକୁ ଖାଲି 3 ପ୍ଲସ୍ 4 ପ୍ଲସ୍ 5 ଚାଲିବ 20 ର ପାୱାର ମଧ୍ୟ 1 ତେଣୁ 20 ରହିବ ଆମେ ଜାଣିଛେ ଏହାର ସୂତ୍ର କଣ ଜାଣିଛେ n into ପ୍ଲସ୍ 1 by 2 କରିଦେଲେ ଟୋଟାଲ ଟା ବାହାରିଯିବ ତାହେଲେ n କେତେ 20 into n ପ୍ଲସ୍ 1 ମାନେ 21 20 ପ୍ଲସ୍ 1 divided by 2 2 10 20 ହେଇଗଲା 10 ଗୁଣନ 21 210 ତାର ୟୁନିଟ ଡିଜିଟ କିଏ ଆସିଲା ୟୁନିଟ ଡିଜିଟ 0 ବୁଝିପାରିଲେ ଆସନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା ଏଠି ସେଇଭଳିଆ x ପାୱାର 2
ପ୍ଲସ୍ 2ର ପାୱାର 3 ପ୍ଲସ୍ 3ର ପାୱାର 4 ସେଭଳିଆ 9 ପର୍ଯ୍ୟନ୍ତ। ଏଠୁ ଏତିକି ପର୍ଯ୍ୟନ୍ତ ଦେଖନ୍ତୁ, ତାପରେ ଏପଟେ ପୁଣି ଦେଖିବା 1ର ପାୱାର ଯେତେ ବି ହଉନା କାହିଁକି ୟୁନିଟ୍ ଡିଜିଟ୍ କେତେ ହବ 1 ପ୍ଲସ୍ 2ର ପାୱାର 3 2ର ପାୱାର 3 ମାନେ 2 4 ଗୁଣ 8 8 ପ୍ଲସ୍ 3ର ପାୱାର 4 3 3 9 33 81 3 3 9 3 27 3 3 9 9 3 9 3 3 3 3 9 3 9 9 81 ତାହେଲେ 1 यूनिट डिजिट प्लस 4 4 होने 4 पावर 1 माने 4 एमती भी 4 रो पावर अच्छी माने से 4 ही हम प्लस 5 5 आसी 5 रो पावर जते भी हम कहीं की यूनिट डिजिट 5 6 से बड़े 6 रो पावर जते हम कहीं की यूनिट डिजिट 6 माने 6 सहित जेथर 6 गुण हो 2 थर गुण हो 6 सहित 5 थर गुण हो से यूनिट डिजिट कौन से 6 ही आसी ताले 7 7 रो पावर 8 ताले 7 पावर 8 इसको हमें 4 भाग में गोटे ताले 7 रो पावर 4 7 इंटू 7 इंटू 7 इंटू 7 सत्तर 50 सत्तर 50 नवा 81 एक ताले नीचे जितने 8 रो पावर 9 ताले 8 रो पावर 9 ताले 9 को हमें 4 भाग में करियो रिमाइंडर 1 प्लस 8 से बढ़िया 9 रो पावर 10 4 भाग में करियो 4 गुना 8 2 9 रो पावर इवन आछि माने यूनिट डिजिट 1 अच्छा 8 1 9 1 10 6 16 16 5 21 25 1 24 30 34 1 35 ताले हम पहले 35 35 रो हमर यूनिट डिजिट आसीबो 5 बुझिपारले जो पिला माने फर्स्ट टाइम ए वीडियो देखुचंती सेमानक अनुरोध पूर्व वीडियो गुड़ा देखिदेबे नले हम बुझी पारिबेन देखिबा 8 नंबर 69 पावर 67 तार पावर 68 तार କହିଥିଲି जो 2 रो पावर जदि 3 तार पावर 4 हुए तार वैल्यू हैला 2 रो पावर 3 रो पावर 4 ताମାନେ 3 गुणन 3 गुणन 3 गुणन 3 3 3 9 37 3 81 ताମାନେ 2 रो पावर 81 से भले एटा हम देखिबा तो 9 ताले नीचे देखिबा 69 रो 9 तार पावर 67 into 68 sorry कहूँ तो 9 पावर 67 रो पावर
68 ତା ମାନେ ଫାଷ୍ଟ ତ ୟା ଉପରେ କାମ କରିବ 67 ତା 9 ର ପାୱାର 67 ଆପଣ ମାନେ ଜାଣିଥିବେ 9 ର ପାୱାର ହେଲେ ୟୁନିଟ ଡିଜିଟ 9 ନିଶ୍ଚିତ ଭାବେ ଆଉ 9 ର ପାୱାର 11 ହେଲେ ୟୁନିଟ ଡିଜିଟ 1 ଦେଖନ୍ତୁ 9 ର ପାୱାର ଏଠି କିଏ ଅର୍ଡର ଅଛି ଆଉ 67 କୁ ଯେତେ ଥର ଗୁଣନ କଲେ 67 ଗୁଣନ 67 ଗୁଣନ 67 ଯେତେ ଥର ଗୁଣନ କଲେ ବି ସେ ଅର୍ଡର ଆସିବ ଅର୍ଡର ନମ୍ବର ହିଁ ଆସିବ ବୁଝିଲେ ତେଣୁ 67 କୁ ଯଦି 68 ଥର ଗୁଣନ କରାଯାଏ ତାହେଲେ 9 ର ପାୱାର ଅର୍ଡର ହିଁ ରହିବ ଆଉ 9 ର ପାୱାର ଅର୍ଡର ଆସିବ ମାନେ ୟୁନିଟ ଡିଜିଟ 9 ଆସିବ ସୁନିଶ୍ଚିତ ବୁଝିପାରିଲେ ଏତେ ବଡ କ୍ୱେଶ୍ଚନ ଦେଇଛି ମାନେ ଆମେ ଏକ୍ସାମିନର କଣ କରିଛି ଆମକୁ ଯୋଉ ପିଲାମାନେ ଚାହୁଁଥିବେ ସେ ଜାଣିଥିବେ ସେ ଫଟାଫଟ କରିଦେବେ ଏଥିରେ ଗୋଟେ ଲଜିକ ଲୁଚି ରହିଛି ଆମେ ଜାଣିଛେ ଆମକୁ କହୁନି ଏକ୍ସାମିନର କି 67 ର ପାୱାର ତୁମେ 68 କାଢ ଏକ୍ସାମିନର ମନେ ପକେଇବା ପାଇଁ ବାଧ୍ୟ କରୁଛି ଆମକୁ 9 ର ଯୋଉ ନିୟମଟା 9 ର ପାୱାର 15 ଯଦି ହୁଏ ତାହେଲେ ଆମର ଡିଜିଟ 9 ହବ ଆଉ 9 ର ପାୱାର ଯଦି ଇଭେନ ହୁଏ ତାହେଲେ ଆମର ୟୁନିଟ ଡିଜିଟ 1 ହବ ଏହି କଥା ହିଁ କରିବା ପାଇଁ ମାନେ କ୍ୱେଶ୍ଚନ ଟା ଦେଇଛି ବୁଝିପାରିଲ ଏଇଟା ଏଇ କ୍ୱେଶ୍ଚନ ମଧ୍ୟ ସେଇଆ ଏଠି ଦେଖନ୍ତୁ ଆମେ 4 ପାୱାର 73 4 ପାୱାର 71 ଆପଣ ମନେ ପକାଉନା 4 ପାୱାର ଯଦି ଅର୍ଡର ହବ ତାହେଲେ ୟୁନିଟ ଡିଜିଟ 4 ରହିବ ଆଉ 4 ପାୱାର ଯଦି ଇଭେନ ତାହେଲେ ୟୁନିଟ ଡିଜିଟ 6 ହବ ତାପରେ ଇଏ ବି ସେଇଆ ତାହେଲେ ଏ 73 ଦେଖନ୍ତୁ ଇଏ ହେଲା ଅର୍ଡର ନମ୍ବର ତେଣୁ 73 କୁ ଯେତେ ଥର ଗୁଣନ କଲେ ବି କଣ ଆସିବ ସେ ଅର୍ଡର ନମ୍ବର ଆସିବ ବୁଝିପାରିଲେ ଆଉ ଅର୍ଡର ନମ୍ବର ଆସିବ ମାନେ 4 ପାୱାର କଣ ହବ ଅର୍ଡର ନମ୍ବର ହିଁ ଆସିବ ଆଉ 4 ପାୱାର ଅର୍ଡର ନମ୍ବର ଆସିବ ମାନେ ୟୁନିଟ ଡିଜିଟ 4 ଆସିବ ବୁଝିପାରିଲେ ଆପଣ ମନେ ରଖିବେ ଏଇ ସବୁ କ୍ୱେଶ୍ଚନ କୁ ଏକ୍ସାମିନର ଆପଣଙ୍କୁ 73 ର ପାୱାର 71 ବାହାର କରିବା ପାଇଁ ଦେଇନି ସେ କେବଳ ଏଇ ଲଜିକ ଟାକୁ ମନେ ପକେଇବା ପାଇଁ ସେ କହିଛି ଯେ 4 ଯୋଉ ରୁଲ ଅଛି 4 ପାୱାର ଅର୍ଡର ହେଲେ ତାର ୟୁନିଟ ଡିଜିଟ 4 ହବ ଆଉ 4 ପାୱାର ଇଭେନ ହେଲେ ୟୁନିଟ ଡିଜିଟ 6 ହବ ଏଇ କଥା ହିଁ ସେ କହିବା ପାଇଁ ଚାହୁଁଛି ବୁଝିଲେ ତେଣୁ ଏଠି କଣ ହେଲା 4 ପାୱାର ଅର୍ଡର ହବ ତେଣୁ ଆନ୍ସର କଣ ଆସିବ 4 ବୁଝିପାରିଲେ ଆଉ ଗୋଟେ କ୍ୱେଶ୍ଚନ find the unit digit 2 ର ପାୱାର 3 ତାର ପାୱାର 4 ତାର ପାୱାର 5 ତାମାନେ ଏଇ ଯୋଉ 3 ର ପାୱାର 4 ତାର ପାୱାର 5 କୁ ଆମେ କଣ କରିବା 4 ହରଣ କରିବା ଆମର ତ ଜାଣିଛେ ନା ନିୟମ ସେଇଆ ଏଇଠି ଆଉ ଗୋଟେ ରୁଲ ମନେ ରଖିବା ଯଦି n ଉପରଟା ଯଦି n ମାଇନସ 1 ହୁଏ ତାର ପାୱାର ଯେତେ ବି ହଉନା କାହିଁକି ତାହେଲେ ସବୁବେଳେ ୟୁନିଟ ଡିଜିଟ 1 ହବ ଏଟା ମନେ ରଖିବେ ଯଦି n ଟା ଏଇ ତଳେ ଅଛି ଯୋଉ ସଂଖ୍ୟାଟା ସେଇ ସଂଖ୍ୟାଟା ଯଦି ତାଠୁ ସାନ ସଂଖ୍ୟା ମାନେ n ମାଇନସ 1
ହରଣ ହୁଏ ଆଉ ତାର ପାୱାର ଯେତେ ବି ହଉନା କାହିଁକି 2 ହଉ 4 ହଉ 6 ହଉ ତାର ୟୁନିଟ୍ ଡିଜିଟ୍ ସବୁବେଳେ 1 ଆସିବ। ବୁଝିପାରିଲେ? ତେଣୁ ଏଠି ୟୁନିଟ୍ ଡିଜିଟ୍ 1 ଆସିବ। ଏଟା ହିଁ ରାଇଟ୍ ଆନ୍ସର। ଏଟା ମନେ ରଖିଥିବେ। ଯଦି ହର n ହୁଏ ତାଠୁ ସାନ ସଂଖ୍ୟା ଲବ ହୁଏ ଆଉ ତାର ପାୱାର ଯେତେ ବି ହଉନା କାହିଁକି ୟୁନିଟ୍ ଡିଜିଟ୍ ସବୁବେଳେ 1 ହବ। ବୁଝିଲେ? ଆଉ ଗୋଟେ ଦେଖନ୍ତୁ ଆମର ଲେଖିବା 260 ରେ ଡିଜିଟ୍ 9 ତାର ପାୱାର 53 ତାର ପାୱାର 5 ତାହେଲେ ଆମେ ଆମେ ଜାଣିଛେ 9 ର ପାୱାର ବଡ ହେଲେ ୟୁନିଟ୍ ଡିଜିଟ୍ 9 ହୁଏ ଆଉ 9 ର ପାୱାର ଇଭେନ୍ ହେଲେ ୟୁନିଟ୍ ଡିଜିଟ୍ ଆମର 1 ହୁଏ। ବୁଝିପାରିଲେ? ତ ଏଠି ଦେଖୁ 9 ର ପାୱାର ପ୍ରଥମେ ତ 53 କୁ ଆମେ ଯେତେ ଥର ଗୁଣନ କଲେ ବି ତାର ୟୁନିଟ୍ ଡିଜିଟ୍ କଣ ଆସିବ? 9 ର ପାୱାର ବଡ ହଉଛି ମାନେ ତାର ଆନ୍ସର 9 ଆସିବ। କନଫର୍ମ। ବୁଝିପାରିଲେ? ये भी से 4 ର ପାୱାର ଦେଇଛି 22 ତାର ପାୱାର 45 ତାହେଲେ 4 ର ପାୱାର ଯଦି ଅର୍ଡର ହୁଏ ତାହେଲେ ୟୁନିଟ୍ ଡିଜିଟ୍ 4 ହବ। 4 ର ପାୱାର ଯଦି ଇଭେନ୍ ହୁଏ ତାହେଲେ ୟୁନିଟ୍ ଡିଜିଟ୍ 6 ହବ। କନଫର୍ମ। ଏଠି ଦେଖନ୍ତୁ 4 ର ପାୱାର 22 ଅଛି 22 କୁ ଯେତେଥର ଗୁଣନ କଲେ ବି ସେ ତାର ପାୱାର କଣ ଇଭେନ୍ ଆସିବ ପକ୍କା। ତେଣୁ 4 ପାୱାର ଯଦି ଇଭେନ୍ ଆସୁଛି ଇଭେନ୍ ଆସିବ 4 ପାୱାର 4 ପାୱାର ଯଦି ଇଭେନ୍ ଆସିବ ତାହେଲେ ୟୁନିଟ୍ ଡିଜିଟ୍ 6 ହବ। ଏଟା ହିଁ ଆନ୍ସର। ବୁଝିପାରିଲେ? ଛୁଆ 13 ନମ୍ବର 3 ର ପାୱାର 5 ତାର ପାୱାର 7 ତାର ପାୱାର 9 ଏଇଠି ଦେଖନ୍ତୁ ଏଇଠୁ ଏତିକି ଆମର ହରଣ ହବ 4 ଦ୍ୱାରା ମାନେ 5 ର ପାୱାର ଏଇଠି ଦେଖନ୍ତୁ 3 ର ପାୱାର 5 ଆଉ 5 ର ପାୱାର ଉପରକୁ ଯେତେ ଯେତେ ହେଲେ ବି ୟୁନିଟ୍ ଡିଜିଟ୍ କେତେ ଆସିବ ସେଇ 5 ଆସିବ ଆଉ 5 କୁ 4 ର ପାୱାର ହବ ଆଉ 3 ର ପାୱାର କେତେ 1 4 के 4 ରିମାଇଣ୍ଡର 1 ପ୍ଲସ୍ 1 ତାମାନେ 3 ପ୍ଲସ୍ 1 ଏବଂ 4 ତାହେଲେ ୟୁନିଟ୍ ଡିଜିଟ୍ 4 ଆସିବ। ତାପରେ ଦେଖନ୍ତୁ 14 ନମ୍ବର 1 2 3 पावर 4 5 6 7 फैक्टोरियल गुणन 7 6 5 ର ପାୱାର 4 3 2 1 ର ଫ୍ୟାକ୍ଟୋରିଆଲ ପଚାରିଛି ହ୍ୱାଟ ଇଜ ଦ ୟୁନିଟ୍ ଡିଜିଟ୍ ତାହେଲେ 1 2 3 ର ୟୁନିଟ୍ ଡିଜିଟ୍ ଆମେ 3 ର ପାୱାର 4 5 6 7 ର ଫ୍ୟାକ୍ଟୋରିଆଲ ତାହେଲେ ଏତିକିର ଫ୍ୟାକ୍ଟୋରିଆଲ କେତେ ଆସିବ ଲାଷ୍ଟରେ ଡବଲ ଜିରୋ ଆସିବ ନିଶ୍ଚିତ ଭାବରେ ଆଉ ଡବଲ ଜିରୋ ହରଣ 4 ରେ ଆପଣଙ୍କର 10 ଫ୍ୟାକ୍ଟୋରିଆଲ ପରେ ଡବଲ ଜିରୋ ଆସିଯାଉଛି ତେଣୁ ଇଏ ତ ରହିଲା ପୁଣି 4000 ତେଣୁ ଦୁଇଟା ଜିରୋ କଣ ବହୁତ ସାରା ଜିରୋ ଆସିଯିବ ସେ ଲାଷ୍ଟ ଆଡେ ତେଣୁ ଆମର କେବଳ ଦୁଇଟା ଜିରୋ ଦରକାର 4 ହରଣ କରିବା ପାଇଁ ଆମର ଡିଭିଜିବିଲିଟି ଯୋଉ 4 ଦେଖୁଛେ ନା ସେଥିପାଇଁ ଆମକୁ ଦୁଇଟା ଜିରୋ କାଟି ଠିକ ଅଛି ତାପରେ ଏଠି 5 ର ତ ଦେଖିବାର ହିଁ ନାହିଁ 5 ର ପାୱାର ଯେତେ ବି ହଉନା କାହିଁକି ୟୁନିଟ୍ ଡିଜିଟ୍ 5 ହବ ସରିଲା କଥା और 3 ର ପାୱାର 4 गुणन 5 3 ର ପାୱାର 4 ମାନେ 3 3 9 37 3 81 1 ଆଉ ହେଲା
ପାଞ୍ଚ। HK 5 ତାହେଲେ ଆନ୍ସର ୟୁନିଟ୍ ଡିଜିଟ୍ 5 ଆସିବ। ବୁଝିପାରିଲେ? ଆଉ ଦେଖୁন last question. Last digit of 7 to the power 3 to the power 4n plus 1. তাহলে এটা দেখুন তো 7 ର ପାୱାର 3 to the power 4n, ତାମାନେ এই ଯୋଉ 3 ର ପାୱାର 4n ହରଣ 4 এইଟା କଣ ହେଲା n minus 1 ఇది n into n minus 1 ପାୱାର ଯେତେ ବି ଥାଉ ନା କାହିଁକି ତାର ଡିଜିଟ୍ ସଦାବେଳେ 1 ଜାଣିଛନ୍ତି ନା? ପୂର୍ବରୁ ଆମେ ଗୋଟେ କ୍ୱେଶ୍ଚନ୍ କରିଥିଲେ, ତେଣୁ ଏଠି 7 ର ପାୱାର 3 ତା ଉପରେ 4n, n ଗୋଟେ ନ୍ୟାଚୁରାଲ ନମ୍ବର, ତେଣୁ ଆମେ ଜାଣିଛେ ଏଇ 3 ର ପାୱାର 4n ଡିଭାଇଡ୍ ହବ କେତେ 4 ରେ, ଆଉ ଏଟା ହଉଛି n ତଳଟା ଯଦି n ହୁଏ ତାର ଉପରଟା ଯଦି n minus 1 ହୁଏ ଆଉ ତାର ପାୱାର ଯେତେ ବି ହଉ ନା କାହିଁକି ଆମେ ଜାଣିଛେ ତାର ୟୁନିଟ୍ ଡିଜିଟ୍ 1 ହବ। ଏଟା ଫର୍ମୁଲା ଆମର ଗୋଟେ କରିଛେ। ଆଜିକା ପାଇଁ ଏତିକି, ଭିଡ଼ିଓ ବେଶୀ ଲମ୍ବା ହେଇଯିବ, ସେତିକି ପଢ଼ିବା। ନେକ୍ସଟ ଭିଡ଼ିଓରେ ପୁଣି ନମ୍ବର ସିଷ୍ଟମର ୟୁନିଟ୍ ଡିଜିଟ୍ ଆମେ ଏଇଠି ହିଁ ରଖିବା, ଆଗକୁ ଆମେ କିଛି ଗୋଟେ ନୂଆ ଟପିକ୍ ଆଣିବା। ତେଣୁ ଯେଉଁମାନେ ଆମ ଭିଡ଼ିଓକୁ ତାଙ୍କ ମୂଲ୍ୟବାନ ସମୟ ଦେଇ ଦେଖିଛନ୍ତି ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆପଣମାନଙ୍କୁ ଆମ କଣ୍ଟେଣ୍ଟ କିଭଳି ଲାଗୁଛି ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ। ଆଉ ଯଦି ଭଲ ଲାଗେ ତାହେଲେ ଲାଇକ୍ କରନ୍ତୁ, ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଠିକ୍ ଅଛି, ଜୟ ଜଗନ୍ନାଥ।